ମୂଳା ନା ଶୁଣିଲେ ମୋ ପୁଅମାନେ ପୁରା ନାକ ଟେକି ଦିଅନ୍ତି, କିନ୍ତୁ ମୂଳା ପରଟା କହିଲେ ଆଗ ବାରି ଆସି ମୁଁ ଖାଇବି। ତ ୱେଲକମ୍ ଟୁ ମାଇ ଚ୍ୟାନେଲ୍ ସ୍ପାଇସ୍ ଅଫ୍ ଲାଇଫ୍ ୱିଥ୍ ମାନସି। ଆଜି ବନେଇବା ମୂଳା ପରଟା ମାନେ ମୁଳିକି ପରାଟେ। ତ ମୂଳା ମୁଁ ନେଇଛି ଏଠି 1 କେଜି, ତାକୁ ଭଲ ଭାବରେ ଚୋପା ଛଡ଼େଇ ନେଇଛି। ଫ୍ରେଶ୍ ମୂଳା ନେଲେ ଭଲ, କାରଣ ମାଟି ଥାଏ ନା, ତ ସେଥିପାଇଁ ଭଲ ଭାବରେ ତାକୁ ଚୋପାକୁ ଛଡ଼େଇବେ। ଧୋଇ ଦେଇକି ତାକୁ ସାଇଡ଼୍ କରି ନେଇଛି। ଏବେ ଗୋଟେ କୋରୁଣି ନେଇଛି, ତା'ର ଛୋଟଟା ଛାଡ଼ିଦେବେ, ଛୋଟ ପଟେ କରିବେନି, ନହେଲେ ବହୁତ ସିଏ ମାନେ ପତଳା ହେଇଯିବ। ତ ବଡ଼ଟାରେ କୋରି ନେଇଛି। ଏବେ ଦେଖନ୍ତୁ ତା ଦେହରେ ପକାଇଦେବା 1 ବଡ଼ ଚାମଚ ଲୁଣ। ତାକୁ ଭଲ ଭାବରେ ଗୋଳେଇକି ମୁଁ 20 ମିନିଟ୍ ଖଣ୍ଡେ ରଖିଦେଇଥିଲି। ଦେଖନ୍ତୁ ଏବେ ପାଣି ତା'ର ବାହାରି ଆସିଛି। ଏବେ ତାକୁ କଷ୍ଟକର କାମ, ଯେଉଁ ପୁରା ଚିପୁଡ଼ି ନେବେ ପାଣି, ତାକୁ ଭଲ ଭାବରେ ଯେତେ ଚିପୁଡ଼ି ପାରିବେ ସେତେ ଭଲ। ପାଣି ତାକୁ ସବୁ ନିଗାଡ଼ି ନେବେ, କାରଣ ପାଣି ରହିଲେ ଆମର ବେଲା ବେଳେ ବହୁତ ପ୍ରୋବ୍ଲେମ୍ ହେବ। ସବୁ ତକ ପାଣି ନିଗାଡ଼ି ନେଇକି ଏଠି ଅଲଗା କରି ପୁରା ଝୁଡ଼ଝୁଡ଼ିଆ ହେଇଯିବ। ପାଣି ତାକୁ ସାଇଡ଼୍ କରିନେବେ। ତାକୁ ଆମେ ଅଟା ଦଳିଲା ବେଳେ କାମରେ ଲଗାଇଦେବା। ଏବେ ମୂଳାରେ ହଳଦୀ ଲୁଣ ଦେବେନି, କାରଣ ଲୁଣ ପକାଇଥିଲି। ଚାଟ୍ ମସଲା, ହଳଦୀ, ଲଙ୍କାଗୁଣ୍ଡ ଆଉ ଧଣିଆ ପତ୍ର ଟିକେ କାଟିକି ପକାଇ ଦେଇଦେବେ। ଏପଟେ ସାଇଡ଼୍ରେ ଅଟାକୁ ଦଳିନେବା। ଟିକେ ଦେଇଦେଇଛି ମୁଁ ତେଲ, ଲୁଣ ଦେଇନାହିଁ, କାରଣ ଲୁଣ ମୁଁ ସେ ଯେଉଁ ପାଣିଟାରେ ମିଶାଇଥିଲି ସେଇ ତକ ପାଣି ମିଶାଇଦେବି। ଆଉ ଟିକେ ପାଣି ଦେଇ ଭଲ ଭାବରେ ନରମ ଅଟାକୁ ଦଳି ପକାଇବା, ଯେମିତି ଆମର ନର୍ମାଲ୍ ପରଟା କରାହୁଏ। ତ ଅଟା ଦଳି ସାରିଲା ପରେ ଯେଉଁ ଆମର ପରଟା କରାହୁଏ ସେତିକି ବଡ଼ ଲଇ ନୁହେଁ, ତାଠୁ ଟିକେ ଅଧିକା ବଡ଼ ଲଇ କାଢ଼ିବି। ତାକୁ ଭଲ ଭାବରେ ଅଟା ଲଗେଇକି ଅଧା ବେଲି ଦେବେ। ପୁରା ଯେତିକି ବଡ଼ ଆପଣ ପରଟା କି ରୁଟି କରନ୍ତି ସେତିକି ବଡ଼ ନୁହେଁ କି, ଅଧା ବେଲି ଦେବେ। ତା ଦେହରେ ଦେଇଦେବା ସବୁତକ ଯେଉଁ ପୁର ରେଡ଼ି କରି ରଖିଥିଲୁ ତାକୁ ଦେଇଦେବା। ଭରପୁର ମୁଁ ପୁର ଦେଇଛି, ନହେଲେ ଭଲସେ ମଜା ଆସିବନି। ତାକୁ ମୋଡ଼ିକି ପୁରା ପିଠା ଭଳିଆ କରିଦେବି। ତାକୁ ଅଟା ଲଗେଇକି ଆସ୍ତେ ବେଲିବେ, ନହେଲେ ସବୁ ଫାଟିଯିବ, ସବୁ ମୂଳା ବାହାରି ଆସିବ। ତାକୁ ଆସ୍ତେ ସାଇଡ଼୍ରୁ ବେଲିବେ, ସବୁବେଳେ ମଝିରୁ ପ୍ରେସ୍ କରିବେନି, ସାଇଡ଼୍ରୁ ପ୍ରେସ୍ କରିବେ। ଦେଖନ୍ତୁ ଆମର ରେଡ଼ି ହେଇଗଲା ମୂଳା ପରଟା ବେଲା। ଏବେ ତାକୁ ତାୱାରେ ଦେଇଦେବା। ମିଡ଼ିୟମ୍ ଆଞ୍ଚରେ ମୂଳା ପରଟାକୁ ସେକିବେ, ନହେଲେ ପୁରା ପୋଡ଼ିଯିବ, ଭିତରଟା ହେବନି, ସେ ପୁରା ଚେପ୍ଟା ହେଇକି ରହିବ। ତ ଏମିତି ସାଇଡ଼୍ରୁ ଟିକେ ଭାଜି ହେଇଗଲା ପରେ ତା ଦେହରେ ପକାଇଦେବା ଘିଅ। ଭରପୁର ମନ ଭରିକି ଘିଅ ଦେବେ, କାରଣ ମୂଲି ପରଟାରେ ଯେଉଁ ଘିଅ ଯଦି କମିଯିବ ତାହେଲେ ତା'ର ଟେଷ୍ଟଟା ପୁରା ବିଗିଡ଼ିଯିବ। ମନ ଭରିକି ଘିଅ ଦେବେ, ଆଉ 4-5 ଥର ଉଲଟେଇକି ତାକୁ ସେକିଦେବେ। କ୍ରିସ୍ପି ହେଇଗଲା ରେଡ଼ି ଆମର ମୂଲିକି ପରାଟେ, ତାପରେ ମୂଳା ପରଟା। ଦେଖନ୍ତୁ ତାକୁ ଦହି ସହିତ ଖାଇବା ପାଇଁ ବହୁତ ବଢ଼ିଆ ଲାଗେ। ଏମିତି ନର୍ମାଲି ମୁଁ ତ ଖାଲି ହିଁ ଖାଇଯାଏ, ମୋ ପୁଅମାନେ ଖାଲି ହିଁ ଖାଇଯାଆନ୍ତି, ଏତେ ଚଟପଟା ହେଇଥାଏ। ଦେଖନ୍ତୁ ପୁରା ପରଟାକୁ ଆପଣଙ୍କୁ ଖୋଲିକି ଦେଖାଉଛି କେମିତି ଭରପୁର ମାତ୍ରାରେ ମୂଳା ପୁର ଦିଆ ହେଇଛି। ମୋ ପୁଅମାନେ ବହୁତ ହି ଟେଷ୍ଟ ଲାଗେ। ଆପଣ ଘରେ ବନାନ୍ତୁ, ଖାଆନ୍ତୁ, କେମିତି ଲାଗିଲା ମୋତେ କମେଣ୍ଟରେ ଜଣାନ୍ତୁ। ମୋ ଚ୍ୟାନେଲ୍ ନୂଆ ଥିଲେ ସବସ୍କ୍ରାଇବ୍ କରିନେବେ। ବାଏ।